ଘୋଷଣା କରିଛନ୍ତି ଜିଏସଟି ଟ୍ୟାକ୍ସଟା ଏଥର ଦୁଇଟା କାଟାଗୋରୀ ହବ, କ'ଣ ଆର ବେନିଫିଟ ହବ ସାଧାରଣ ଲୋକଙ୍କୁ, ମଧ୍ୟବିତ୍ତ ଲୋକଙ୍କୁ? ଆଜି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦି ଗୋଟେ ବଡ଼ ଘୋଷଣା କରିଛନ୍ତି। ଆମେ ଯଦି ଦେଖିବା 2017 ଯେତେବେଳେ ଜିଏସଟି ଇଣ୍ଟ୍ରୋଡ୍ୟୁସ୍ ହେଇଥିଲା ସେତେବେଳେ ଏଇ ଘୋଷଣା ଗୁଡ଼ିକ ହେଇଥିଲା ଯେ ପ୍ରଥମରେ 4ଟି ସ୍ଲାବ୍ ରହିବ ଏବଂ ପରବର୍ତ୍ତୀ ସମୟରେ ସେଗୁଡ଼ିକ ଧୀରେ ଧୀରେ ସଂକୁଚିତ ହେବ ଏବଂ ନମ୍ବର ଅଫ୍ ସ୍ଲାବ୍ କମ୍ ରହିବ। ଆମେ ଦେଖିବା ଯେତେବେଳେ ଆରମ୍ଭ ହୋଇଥିଲା ସେତେବେଳେ ଜିଏସଟି ପରିମାଣ ମାସକୁ ପ୍ରାୟ 70-75 ହଜାର କୋଟି ଥିଲା। ବର୍ତ୍ତମାନ 7 ବର୍ଷ 8 ବର୍ଷରେ ସମୟ ଆସିଛି ଯେତେବେଳେ ଏହି ପରିମାଣ 2 ଲକ୍ଷ କ୍ରସ୍ କଲାଣି। ତା ଦ୍ୱାରା ଏତିକି ଏଷ୍ଟାବ୍ଲିଶ ହୋଇପାରିଛି ଯେ ଜିଏସଟି ଷ୍ଟାବିଲାଇଜ୍ ହେଇଛି ଏବଂ ଦେଶ ପାଇଁ ଯେଉଁ ରେଭିନ୍ୟୁ ସେଗୁଡ଼ିକ ମଧ୍ୟ ଷ୍ଟାବିଲାଇଜ୍ ହୋଇସାରିଛି ଏବଂ ବର୍ତ୍ତମାନ 2017ର ପ୍ରମିଜ ଅନୁସାରେ ସମୟ ଆସିଛି ଯେ କିଭଳି ଭାବରେ ନମ୍ବର ଅଫ୍ ସ୍ଲାବକୁ କମ୍ କରାଯିବ ଏବଂ କେଉଁ ଜିନିଷରେ ରିହାତି ଦେଲେ ସେଗୁଡ଼ିକ ଅର୍ଥନୀତି ପାଇଁ ମଧ୍ୟ ଠିକ୍ ରହିବ ଏବଂ ସେଭଳି କିଛି ବଡ଼ ସାକ୍ରିଫାଇସ୍ କରିବାକୁ ଦରକାର ପଡ଼ିବ ନାହିଁ। ଆମେ ଯଦି ଦେଖିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯେଉଁଗୁଡ଼ିକରେ ବର୍ତ୍ତମାନ ଆମେ ଯଦି ଦେଖିବା ତାର ସ୍ଲାବ୍ ଅଧିକା ଅଛି ବୋଲି ସମସ୍ତେ ରିଏଲାଇଜ୍ କରୁଛନ୍ତି ଏବଂ ବର୍ତ୍ତମାନ ମୁଦ୍ରାସ୍ଫୀତି ମଧ୍ୟ ଆୟତ୍ତରେ ଅଛି। ଏଇଠି ସମୟ ଅଛି ଯେ କିଭଳି ଭାବରେ ଡିମାଣ୍ଡ ବଢ଼ିପାରିବ, ଲୋକମାନଙ୍କ ଦ୍ୱାରା କନଜମ୍ପସନ୍ ମଧ୍ୟ ବଢ଼ିବ ଏବଂ ସେହି ସମୟରେ ଯେତେବେଳେ ଜିଏସଟି କମ୍ ରହିବ ସେଇଟା ଗୋଟେ ୱିନ୍ ୱିନ୍ ସିଚୁଏସନ୍ ବା ସମସ୍ତଙ୍କ ପାଇଁ ଠିକ୍ ରହିବ, ଯେଉଁଟା କି ଗୋଟେ ବଡ଼ ଘୋଷଣା କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏଇଟା ଗୋଟେ ଉପହାର ରହିବ ଏବଂ ବେନିଫିଟେଡ୍ କିଏ ହେବେ ନା ମଧ୍ୟବିତ୍ତ ଏବଂ ସାଧାରଣ କଞ୍ଜ୍ୟୁମର ମାନେ ଖାଉଟିମାନେ ସେମାନେ ଏଥିରୁ ବେନିଫିଟେଡ୍ ହେବେ। ତାଙ୍କ ପାଖରେ ଅଧିକ ଆୟ ରହିବ ଏବଂ ଅଧିକ ସେମାନେ ଖର୍ଚ୍ଚ କରିପାରିବେ, ଯାହାଦ୍ୱାରା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଡିମାଣ୍ଡ ବଢ଼ିବ ଏବଂ ଏଇଟା ବଢ଼ିବା ଦ୍ୱାରା ଯେଉଁ ଶିଳ୍ପ ତା ପ୍ରଡ୍ୟୁସ୍ କରୁଛନ୍ତି ସେମାନଙ୍କର ମଧ୍ୟ ଗ୍ରୋଥ ଆସିବ। ଏଇଟା ଗୋଟେ ବହୁତ ୱେଲକମ୍ ଜିନିଷ ଯେ ଦେଶ ହିସାବରେ ଆମେ ଜିଏସଟି ଷ୍ଟାବିଲାଇଜ୍ କରିପାରିଛି, ଜିଏସଟିର ସଫଳତା ଆସିପାରିଛି ଏବଂ ଜିଏସଟି ବର୍ତ୍ତମାନ ଆମକୁ କିଛିଟା ରିଲିଫ୍ ଦେବ ବା କିଛିଟା ରିହାତି ଦେବ ଯେଉଁଟା କି ଦେଶ ପାଇଁ ଭଲ ହେବ ଏବଂ ଲୋକମାନଙ୍କ ପାଇଁ ମଧ୍ୟ ଆଶ୍ୱସ୍ତି ଦେବ ଯେ ଯେଉଁ ଦରଦାମ ନିୟନ୍ତ୍ରଣ ଅନେକ ଭାବୁଥିଲେ ଯେ ଏଗୁଡ଼ିକ ନିୟନ୍ତ୍ରିତ ହୋଇପାରୁନାହିଁ, ବର୍ତ୍ତମାନ ଏଇ ଯେଉଁ ଜିଏସଟି ଯେତେବେଳେ ରିହାତି ଆସିବ ସେଇ ଦରଦାମ ନିୟନ୍ତ୍ରଣ ହେବା ସଙ୍ଗେ ସଙ୍ଗେ କନଜମ୍ପସନ୍ ମଧ୍ୟ ବଢ଼ିବ। ସାର୍ ଏଇ ଯେଉଁ ଜଣାପଡ଼ିବ ଯେଉଁ ସ୍ଲାବ୍ ଆପଣ ଜାଣିଛନ୍ତି 5, 12, 18 ଏସବୁ ଅଛି, 24 ଅଛି, ଇଏ ସ୍ଲାବ୍ ଦୁଇଟା ହେଲା ମାନେ କ'ଣ ଅପର ଟ୍ୟାକ୍ସ ଆଉ ଲୋଅର ଟ୍ୟାକ୍ସ ରହିବ? ଦେଖନ୍ତୁ ଏଇଟା ବର୍ତ୍ତମାନ ଘୋଷଣା ହେଇଛି, ତେବେ ଆଗରୁ ଯେଉଁ ଅରିଜିନାଲ କନସେପ୍ଟ ଜିଏସଟି ହେଉଛି ଯେ ସିମ୍ପ୍ଲିଫାଏଡ୍ ଟ୍ୟାକ୍ସ ଏବଂ ଅନେକ ଦେଶରେ ଏଇଟା ଯେଉଁଟା ଇମ୍ପ୍ଲିମେଣ୍ଟ ହେଇଛି ସେଟା ସିଙ୍ଗଲ ରେଟ୍ ଅଛି। ଆମେ ଷ୍ଟାର୍ଟ କଲା ବେଳକୁ ଯେହେତୁ ଆମର ରେଟ୍ଟା ୱାଇଡ୍ ଓପନ୍ ଥିଲା ସେଥିପାଇଁ ଆମେ 5, 12, 18 ଏବଂ 28 4ଟା ସ୍ଲାବରେ ରଖାଯାଇଥିଲା, ଯେଉଁଟା କି ଯେତେବେଳେ ଭ୍ୟାଟ୍ ବା ଇନଡାଇରେକ୍ଟ ଟ୍ୟାକ୍ସ ଗୁଡ଼ିକ ଥିଲା ତାର ନିୟରେଷ୍ଟ ଯୋଉଟା ଧର 13% ଥିବ ସେଟା 12%କୁ ଆସିବ, ଯୋଉଟା 17 ବା 19 ଥିବ ସେଟା 18%କୁ ଆସିବ, ଯୋଉଗୁଡ଼ିକ 29, 30, 32 ବା 27 ଥିବ ସେଗୁଡ଼ିକ 28%ରେ ଆସିଲା। ବର୍ତ୍ତମାନ ସମୟ ଆସିଛି ଯେ ଧୀରେ ଧୀରେ 2ଟି ସ୍ଲାବକୁ ଆଣିବା ପାଇଁ ଯେଉଁ ଅରିଜିନାଲ ଯୋଜନା ଥିଲା ଏବଂ ସେଥିରେ ଆମେ ଯେତେବେଳେ ସଫଳତା ପାଇବୁ ହୁଏତ ତାପରେ ସିଙ୍ଗଲ ରେଟ୍ ମଧ୍ୟ ଆସିପାରେ ଏବଂ ଏଇଟାକୁ ଦେଖିବା କଥା ଯେ କୋଉଗୁଡ଼ିକ କୋଉ ସ୍ଲାବରେ ଆସୁଛି ସେଟା ଗୋଟେ ବଡ଼ ଏକ୍ସରସାଇଜ ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦି ଘୋଷଣା କରିଛନ୍ତି ଯେ ଗୋଟେ ହାଇ ପାୱାର କମିଟି ଏକ୍ସପର୍ଟ ମାନଙ୍କୁ ନେଇକି ରାଜ୍ୟମାନଙ୍କ ସାଙ୍ଗରେ କନସଲ୍ଟ କରିକି ଫାଇନାନ୍ସ ମିନିଷ୍ଟ୍ରି ଏଗୁଡ଼ିକ ତିଆରି କରିବ, ଜିଏସଟି କାଉନସିଲ ତାପରେ ତାକୁ ଆଡପ୍ଟ କରିବେ ଏବଂ ଏଇଟା ଗୋଟେ ଖୁବ୍ ଭଲ ଜିନିଷ ଯେଉଁଟା ଲୋକମାନଙ୍କ ପାଇଁ ଭଲ ହେବ ଏବଂ
ସରକାର ମଧ୍ୟ ଦେଖିବେ ଯେ ଏଇଟା କରିବା ଦ୍ୱାରା କେତେ ରେଭିନ୍ୟୁ ଲସ୍ ହେଉଛି, କାରଣ ସରକାରଙ୍କ ପାଇଁ ବଜେଟ୍ ପାଇଁ ମଧ୍ୟ ରେଭିନ୍ୟୁ ଦରକାର, ଯୋଉଟା କି ଲୋକମାନେ ହିଁ ଦେବେ। କିନ୍ତୁ ଲୋକମାନେ ଯେତେବେଳେ ସ୍ୱଚ୍ଛଳ ହେଇକି ଚଳିବେ, ସରକାରଙ୍କର ମଧ୍ୟ ଚେଷ୍ଟା ଏବଂ ଇଚ୍ଛା ଯେ ଲୋକମାନେ କିଭଳି ଭାବରେ ତାଙ୍କର ଦୈନନ୍ଦିନ ଖର୍ଚ୍ଚ ତାଙ୍କ ଆୟରୁ କରିପାରିବେ ଏବଂ ଯାହାଦ୍ୱାରା ଆମର ଯେଉଁ କଞ୍ଜମ୍ପସନ୍ ବା ଡିମାଣ୍ଡ ସେଗୁଡ଼ିକ ବଢ଼ିବ। ଆଉ ଗୋଟେ ବଡ଼ କଥା ହେଉଛି ଯେ ବର୍ତ୍ତମାନ ଯେଉଁ ଡୋନାଲ୍ଡ ଟ୍ରମ୍ପ ଯେଉଁ ଧମକ ଦେଇଛନ୍ତି, ଯେଉଁ ଦେଶ ଏକ୍ସପୋର୍ଟ ଉପରେ ଡିପେଣ୍ଡ କରେ ସେମାନେ ସେ ଧମକରେ ହୁଏତ ଡରି ଯାଇପାରନ୍ତି। ଭାରତ ଗୋଟେ ଦେଶ ଯେଉଁଥିରେ ଇଣ୍ଟରନାଲ କଞ୍ଜମ୍ପସନ୍ ଆମର ଗୋଟେ ବଡ଼ ଷ୍ଟ୍ରେଂଥ ଏବଂ ତାକୁ ଆହୁରି କ୍ରିୟାଶୀଳ ବା ଗତିଶୀଳ କରିବା ପାଇଁ ଏଇଟା ମଧ୍ୟ ଗୋଟେ ବଡ଼ ଯୋଜନା ଏବଂ ବଡ଼ କାଉଣ୍ଟର ହେବ ବୋଲି ମୁଁ ଭାବୁଛି। ଯେ ଯେତେବେଳେ ଆମର ନିଜସ୍ୱ ଡିମାଣ୍ଡ ଆହୁରି ବଢ଼ିବ, ଆମର ଯେଉଁ 140 କୋଟି ଲୋକ ଅଛନ୍ତି ସେମାନେ କିଭଳି ଭାବରେ ଅଧିକା ଯେତେବେଳେ କଞ୍ଜମ୍ପସନ୍ କରିବେ ଆମ ଇଣ୍ଡଷ୍ଟ୍ରି ସ୍ୱଚ୍ଛଳ ହେବ ଏବଂ ସେଥିରେ ଯଦିବା ଆମର କିଛି ଏକ୍ସପୋର୍ଟ ବ୍ୟାଘାତ ହେଇପାରେ କିନ୍ତୁ ସେଗୁଡ଼ିକ କମ୍ପେନସେଟ୍ ହେବ ଯେତେବେଳେ ନିଜସ୍ୱ ଡିମାଣ୍ଡ ମଧ୍ୟ ବଢ଼ିବ। ସାର୍ ସାଧାରଣ ଲୋକ କେମିତି ବେନିଫିଟ୍ ହେବେ? ଦେଖନ୍ତୁ, ଯେତେବେଳେ ରେଟ୍ କମିବ, ଯୋଉଟା 18% ଥିଲା ଧରନ୍ତୁ ସେଟା 12%କୁ ଆସିବ, ସେଥିରେ 6%ର ଯଦି ରିହାତି ମିଳିଲା, ଯୋଉ ଜିନିଷ 100 ଟଙ୍କାର ଜିନିଷ 118 ଟଙ୍କାରେ କିଣୁଥିଲେ ସେଟା 112 ଟଙ୍କା ହେଇଯିବ, 6 ଟଙ୍କାର ରିହାତି, ସିମ୍ପଲ କ୍ୟାଲକୁଲେସନ। ତେଣୁ ଆମେ ବର୍ତ୍ତମାନ ୱେଟ୍ କରିବା ଯେ ତାର ରିଏଲ ଇମ୍ପାକ୍ଟ କେତେ ଆସୁଛି ଏବଂ ଯାହା ବି ଆସିବ ମୁଁ ଭାବୁଛି ସେଗୁଡ଼ିକ ଲୋକଙ୍କ ହିତରେ ହିଁ କାମ କରିବ ଏବଂ ଏଇଟା ଗୋଟେ ମଲ୍ଟିପ୍ଲାଇଂ ଇଫେକ୍ଟ ମଧ୍ୟ ଦେବ, ଶିଳ୍ପକୁ ସୁବିଧା ଦେବ, ରାଜ୍ୟକୁ ସୁବିଧା ଦେବ, ଦେଶକୁ ସୁବିଧା ଦେବ ଏବଂ ଖାଉଟିମାନେ ମଧ୍ୟ ଏଥିରୁ ବେନିଫିଟେଡ୍ ହେବେ, ଯେଉଁମାନେ କି ମେଜର ବେନିଫିସିଆରୀ ଏଥିରୁ ବାହାରିବେ।